ଭାରତ, ଯାହାର ଉପରି ଭାଗରେ ସୁଉଚ୍ଚ ହିମାଳୟ ପର୍ବତ ରହିଥିବା ବେଳେ ବାକି 3 ଭାଗ ସମୁଦ୍ର ଦ୍ୱାରା ଘେରି ହୋଇ ରହିଛି। ମାନେ ଭାରତର ବର୍ଡର ବା ସୀମା କହିଲେ ଏହି ସମୁଦ୍ର ଆଖପାଖ ଏରିଆକୁ ବୁଝାଏ। ମୋଟ 9ଟି ରାଜ୍ୟ ଓ 4ଟି କେନ୍ଦ୍ର ଶାସିତ ପ୍ରଦେଶର ସୀମା ଏହି ସମୁଦ୍ରକୁ ଛୁଇଁଛି। ଏହାର ପୂର୍ବରେ ବେ ଅଫ୍ ବେଙ୍ଗଲ ମାନେ ବଙ୍ଗୋପସାଗର, ଦକ୍ଷିଣରେ ଭାରତ ମହାସାଗର ଓ ପଶ୍ଚିମରେ ଆରବ ସାଗର ରହିଛି। ତେବେ ଆଜି ଜାଣିବା ବେ ଅଫ୍ ବେଙ୍ଗଲ ମାନେ ଆମ ବଙ୍ଗୋପସାଗରରେ ଥିବା କିଛି ଲୁଚା ରହସ୍ୟ ବିଷୟରେ। ଏହା ବିଶ୍ୱର ସବୁଠୁ ବଡ଼ ସମୁଦ୍ର। ଏହା ଭାରତ ମହାସାଗରର ଉତ୍ତର ପୂର୍ବରେ ରହିଛି। ତେବେ ଏହାର ଚାରିପାଖରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବାଂଲାଦେଶ ସହ ମିଆଁମାର ଓ ଆଣ୍ଡାମାନ ନିକୋବର ଦ୍ୱୀପ ରହିଛି। ଆଉ ଏହାର କିଛି ଦୂରରେ ରହିଛି ଶ୍ରୀଲଙ୍କା। ଏହି ସମୁଦ୍ର ପାଖାପାଖି 21,72,000 ବର୍ଗ କିଲୋମିଟର ଯାଏଁ ବ୍ୟାପିଛି। 4,694 ମିଟର ଗଭୀର ଥିବା ଏହି ସମୁଦ୍ରରେ ଅନେକ ଜୀବକୁ ଆପଣ ଦେଖିବାକୁ ପାଇବେ। ଏଥିରେ ଅନେକ ବଡ଼ ବଡ଼ ନଦୀ ଆସି ମିଶିଛି। ପବିତ୍ର ତଥା ଦେଶର ସବୁଠୁ ବଡ଼ ନଦୀ ଗଙ୍ଗା ନଦୀ ଏହି ସମୁଦ୍ରରେ ଆସି ମିଶିଛି। ଏଥିରେ ଆହୁରି ଅନେକ ପବିତ୍ର ନଦୀ ମଧ୍ୟ ଆସି ମିଶିଛି, ଯେମିତିକି ପଦ୍ମା ନଦୀ, ବ୍ରହ୍ମପୁତ୍ର ନଦୀ, କୃଷ୍ଣା, କାବେରୀ, ଗୋଦାବରୀ ଓ ମହାନଦୀ। ଏଠି ଅନେକ ବନ୍ଦର ବା ପୋର୍ଟ ଆପଣ ଦେଖିବାକୁ ପାଇବେ, ଯେମିତିକି ଚେନ୍ନାଇ, ଚିତ୍ତୋଗଙ୍ଗ, କୋଲକାତା, ମୋଙ୍ଗଲା, ବିଶାଖାପାଟନମ ଓ ଶେଷରେ ୟାନଗନ ରହିଛି। ତେବେ ଏଥିରେ ମିଶିଥିବା ଗଙ୍ଗା ନଦୀ, ବ୍ରହ୍ମପୁତ୍ର ନଦୀ ଓ ମେଘନା ନଦୀ ଏକ ତ୍ରିକୋଣୀୟ ପରିବେଶ ସୃଷ୍ଟି କରିଛି, ଯେଉଁଠି ପ୍ରକୃତିର ନୂଆ ରୂପ ଆପଣ ଦେଖିବାକୁ ପାଇବେ। ଆମେ କହୁଛୁ ଏଠାରେ ଥିବା ସୁନ୍ଦରବନ କଥା। ସୁନ୍ଦରବନ ଡେଲ୍ଟା, ଯାହାକି ଭାରତରୁ ବାଂଲାଦେଶ ଯାଏଁ ବ୍ୟାପିଛି। ଜାତୀୟ ଉଦ୍ୟାନ ବନିଥିବା ଏହି ସୁନ୍ଦରବନ ୱେଷ୍ଟ ବେଙ୍ଗଲରେ ରହିଛି। ସୁନ୍ଦରବନ, ଦ ମ୍ୟାଙ୍ଗ୍ରୋଭ ଫରେଷ୍ଟ। ଏଠାରେ ଆପଣ ସୁନ୍ଦରୀ ବୃକ୍ଷ ଦେଖିବାକୁ ପାଇବେ, ଯାହାର ନାଁରେ ଏହି ଜଙ୍ଗଲର ନାଁ ରଖାଯାଇଛି। ତେବେ ମ୍ୟାଙ୍ଗ୍ରୋଭ ଫରେଷ୍ଟର ଅର୍ଥ ହେଉଛି ଏଠାରେ ବଢୁଥିବା ଗଛ ଲୁଣିଆ ପାଣି କିମ୍ବା ଅର୍ଦ୍ଧ ଲୁଣିଆ ପାଣିରେ ବହୁତ ଜଲ୍ଦି ବଢ଼ିଥାଏ। ଏହାକୁ ସଦାବାହାର ବନ ମଧ୍ୟ କୁହନ୍ତି। ଏହା 10,000 କିଲୋମିଟରରୁ ଅଧିକା ଯାଏଁ ବ୍ୟାପିଛି। ଏହା ଏମିତି ଏକ ସ୍ଥାନ ଯେଉଁଠି ନଦୀ ସମୁଦ୍ରରେ ବହିଥାଏ, ଯାହା ପାଇଁ ମିଠା ପାଣି ସହ ଲୁଣିଆ ପାଣିର ସମ୍ମିଶ୍ରଣ ହୋଇଯାଏ। ଆଉ ଏହିଭଳି ସ୍ଥାନରେ ସୁନ୍ଦରୀ ବୃକ୍ଷ ଉଠିଥାଏ। ପଙ୍କ ତଥା କାଦୁଅରେ ଏଭଳି ଗଛ ଉଠେ। ତେବେ ପ୍ରକୃତି ପାଇଁ ଏହି ଜଙ୍ଗଲର ଗୁରୁତ୍ୱ ବେଶ ଅଧିକା ରହିଛି। ଏହାର ଅଧିକାଂଶ ସ୍ଥାନ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀରେ ଘେରି ହୋଇ ରହିଛି। ବାଘ ପାଇଁ ଏହି ସ୍ଥାନଟି ବହୁତ ପ୍ରସିଦ୍ଧ। ତେବେ ଜାଣି ରଖନ୍ତୁ, ଆରବ ସାଗର ଠାରୁ ଏହି ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ସବୁଠୁ ବିପଦପୂର୍ଣ୍ଣ ହୋଇଥାଏ। ଆପଣ ଦେଖିଥିବେ, ସେଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ବହୁତ ବାତ୍ୟା ହୁଏ ଏବଂ ଅନେକ ଲୋକ ହଇରାଣ ମଧ୍ୟ ହୁଅନ୍ତି। ଦେଖିବାକୁ ସୁନ୍ଦର ଥିବା ଏହି ସମୁଦ୍ର ଯେତେବେଳେ ବାତ୍ୟା ସମୟରେ ଭୟଙ୍କର ରୂପ ନିଏ, ସେତେବେଳେ ଲୋକମାନେ ଡରରେ ସ୍ଥାନ ଛାଡ଼ି ପଳାନ୍ତି। ଏସବୁ ବିଷୟରେ ଆପଣ ନିଜେ ମଧ୍ୟ ରିସର୍ଚ୍ଚ କରିପାରିବେ। ତେବେ ଆଶା ଅଛି ଆମର ବଙ୍ଗୋପସାଗରକୁ ନେଇଥିବା ଏହି ରହସ୍ୟ ଆପଣଙ୍କୁ ଭଲ ଲାଗିଥିବ। ଏହାକୁ ବହୁତ ମାତ୍ରାରେ ସେୟାର କରନ୍ତୁ। କମେଣ୍ଟରେ ମତାମତ ଜଣାନ୍ତୁ। ଦେଶ ଦୁନିଆର ଅଧିକ ରହସ୍ୟ ଜାଣିବା ପାଇଁ ଯୋଡ଼ି ହୁଅନ୍ତୁ ଆମ ଚ୍ୟାନେଲ ସହ। ରହୁଛୁ। ଜୟ ଜଗନ୍ନାଥ।